এই ଭଲ ଶୁଣିବା ପାଇଁ ତାହେଲେ ଗୋଟେ କଳାକାରକୁ ମରିବାକୁ ପଡ଼ୁଛି। ମରିଗଲେ ଯାଇ ସମସ୍ତେ ଲେଖିବେ ଆହା କି ସିଙ୍ଗର ଚାଲିଗଲା ରେ, ଆହା କି ସିଙ୍ଗର ଆଜି କେତେ ମରିଗଲା ପରେ ଆପଣମାନେ କଥାଟି ବୁଝିପାରୁଥିବେ। ତେଣୁ ମରିଯିବା ପାଇଁ ଭଲ ଶୁଣିବା ପାଇଁ ଗୋଟେ କଣ୍ଠଶିଳ୍ପୀ କି ଗୋଟେ କଳାକାରକୁ ଏଠି ମରିବାକୁ ପଡ଼ୁଛି। ଚାଲରେ ଆମେ କଳାକାର ଆଜି ମରିଯିବା ସମସ୍ତେ, କାଲିକି ସମସ୍ତେ ଲେଖିବେ ଭଲ ଭଲ କଣ୍ଠଶିଳ୍ପୀ, ଭଲ ଲୋକଟି ଥିଲା ଚାଲିଗଲା। ମୁଁ ଭାବୁଛି ଚାଲ ଆଜି ସମସ୍ତେ କଳାକାର ମାନେ ମରିଯିବା, ସାଧାରଣ ଲୋକ ଆମକୁ ଲେଖିବେ ବଢ଼ିଆ କଣ୍ଠଶିଳ୍ପୀ, ବଢ଼ିଆ ଲୋକଟି ଥିଲା, ବଢ଼ିଆ ଗାଉଥିଲା। ଏ କଥାର ଅର୍ଥ ଆପଣମାନେ ବୁଝିପାରୁଥିବେ। ଅଜସ୍ର ଗୀତର ବାଦଶାହ ହ୍ୟୁମାନ ସାଗର ଚାଲିଯିବା ଭିତରେ ସମସ୍ତେ ତ ଆମେ ଦୁଃଖୀ। ଗୋଟେ କଥା ଖାଲି କହିବି, 15 ବର୍ଷ ତଳେ ମୁଁ ଯାଇଥାଏ ଗୋଟେ କାର୍ଯ୍ୟକ୍ରମ ଭବାନୀପାଟଣାରେ। ଗ୍ରୀନ୍ ରୁମ୍ରେ ମୁଁ ବସିଥାଏ। ମୋତେ ସେମାନେ କହିଲେ ଆଜ୍ଞା ସମୟ ହୋଇଗଲା, 7:30 ବାଜିଲା, ଆସନ୍ତୁ ଆପଣ ଓପନିଂ ସଙ୍ଗ୍ ଗାଇବେ। ମେଲୋଡ଼ି କାର୍ଯ୍ୟକ୍ରମ ଥାଏ, ମୋତେ ଡାକିଥାନ୍ତି ଭଜନ ଗାଇବା ପାଇଁ, ତା ସହିତ 2-4ଟା ମେଲୋଡ଼ି ଗାଇବା ପାଇଁ। ରିମିକ୍ସ ଫିମିକ୍ସ ଗୀତ କ'ଣ ମୋର ସେତେବେଳେ ବାହାରିଥାଏ, ଆଉ ଗୋଟେ 2ଟା ଆଧୁନିକ ହିଟ୍ ହେଇଥାଏ, ମୁଁ ତାକୁ ଗାଇବା ପାଇଁ ଯାଇଥାଏ। ମୁଁ କହିଲି ନାଇଁ ମୁଁ ପ୍ରଥମେ ଗାଇବିନି, 2-4ଟା ସିଙ୍ଗର ଗାଇ ସାରିଲା ପରେ ମୁଁ ଗାଇବି। ସେଥିପାଇଁ ମାଇକ୍ ବାଲାନ୍ସ ହେଇଯାଇଥିବ, ମେଥଡ଼ରେ ପଡ଼ିଯାଇଥିବ, ତାପରେ ମୁଁ ଲୋକଟି ଆଉ ଟିକେ ଗାଦିରି ହେଇଥିଲି, ମୁଁ ଯାଇଥିଲି, ମୁଁ ଏଇଆ କହିଲି। ତେଣୁ ମୋ କଥା ମାନିଲେ। ମୁଁ କହିଲି ତୁମର ଯେଉଁ ଲୋକାଲ୍ ସିଙ୍ଗର ଅଛନ୍ତି ତାଙ୍କୁ ଆଗ ଡାକ, ତାପରେ ମୁଁ ଯାଇ ଗାଇବି। ଲୋକାଲ୍ ସିଙ୍ଗର କିଏ ଗାଇବ ହ୍ୟୁମାନ ସାଗର ସେଇଠି ବସିଥାଏ। ମୋତେ କହିଲେ ଆଜ୍ଞା ଇଏ ହେଉଛନ୍ତି ଲୋକାଲ୍ ସିଙ୍ଗର। ମୁଁ କହିଲି ତୁମେ ଯାଅ, ଆଗ ଗୋଟେ ଗାଇ ଦିଅ, ତାପରେ କହିଲା ସାର୍ ମୁଁ ଭଜନ କିଛି ଗାଇପାରିବିନି। କହିଲି ଭଜନ ଗାଅ, ତୁମକୁ ଯାହା ଗାଇଛ ତୁମେ ଆଗ ବୁକିଂ କର। ସେ କୈଳାସ ଖେରଙ୍କର ଗୋଟେ ଗୀତ, ବଢ଼ିଆ ଗୀତ ଗାଇଲେ, ନୂଆ ସେତେବେଳେ ଆସିଥାଏ, ଚମତ୍କାର ଗାଇଲେ। ମୁଁ ସେଠୁ ମୁଁ ଫ୍ରଣ୍ଟକୁ ଆସିଲି, ଲୋକ ମୋତେ ଖାଲି ଦେଖିଦେବେ, ମୁଁ ଫ୍ରଣ୍ଟକୁ ଆସିଲି, ମୁଁ ତଥାପି ଆସି ଦେଖିଲି କେମିତି କ'ଣ ଷ୍ଟାଇଲ୍ରେ ଗାଉଛନ୍ତି। ଚମତ୍କାର ଗାଇଲେ, ଭାରି ଆପ୍ରିସିଏଟ୍ ହେଇଥିଲି ସେଇ ସମୟରେ। ଆଉ ତାପରେ କହିଲି ସାର୍ ଏତେ ଦୂର ଯାଇକିରି ମୁଁ କ୍ୟାରିୟର କରିପାରିବିନି, ମୁଁ ଯାଇ ଯିବାକୁ ପଡ଼ିବ କଟକ, ଯିଏ ଭୁବନେଶ୍ୱର ଯିଏ ନ ଯାଇଛି ସଙ୍ଗୀତରେ ସେ କ୍ୟାରିୟର କରିପାରିବ ନାହିଁ। ତାପରେ ଏତିକି ଭିତରେ ଦେଖା ସାକ୍ଷାତ ସମୟ ଆସିଲା, ଦିନ ଆସିଲା, ସେମିତି ସୁଯୋଗ ଆସି ସେ ଦେଖ କେଡ଼େ ବଡ଼ ଷ୍ଟାର୍ ହେଇଗଲା ଆମ ଇଣ୍ଡଷ୍ଟ୍ରିରେ। ସମସ୍ତେ ଝୁରିଲେ, ସବୁ ସଙ୍ଗୀତ ନିର୍ଦ୍ଦେଶକ ମାନେ ସମସ୍ତେ ହ୍ୟୁମାନ ସାଗର ଗୀତ ଡବ୍ କଲେ। ଯୁଆଡ଼େ ଦେଖିବ ସିଆଡ଼େ ପ୍ରୋଗ୍ରାମ, ଯୁଆଡ଼େ ଦେଖିବ ତାର ବ୍ୟାନର, ଯୁଆଡ଼େ ଦେଖିବ ତାର ଛାଇ ଭଳି ଛାଇଗଲା। 10 ବର୍ଷ ଭିତରେ ସେ ଯେତିକି ସଙ୍ଗୀତ ପାଇଁ କରିଯାଇଛନ୍ତି ଇଣ୍ଡଷ୍ଟ୍ରି ପାଇଁ କେହି କରିନାହାନ୍ତି। କିନ୍ତୁ ମୁଁ ଭଲ ପାଏ ବହୁତ, ସେ ବି ମୋତେ ବହୁତ ଭଲ ପାଏ। ଗୋଟିଏ ବ୍ୟତିକ୍ରମ ଖାଲି ଦୁଃଖରେ କହିବି, ଦେଖ ବିଚିତ୍ର ଦୁନିଆ, ଏ କେମିତିକା ଦୁନିଆ ଯେ ବଞ୍ଚିଥିଲା ବେଳେ କେହି କୁହନ୍ତିନି ଆହା ପଦେ କେହି କୁହନ୍ତି ହ୍ୟୁମାନ ସାଗରଟା ଭଲଟେ, ହ୍ୟୁମାନ ସାଗର ଗଳା ସବୁଠି ନିଆରା, ହ୍ୟୁମାନ ସାଗର ଚମତ୍କାର ଗାଉଛି, ପିଚ୍ ଯେତିକି, ବେସ୍ ସେତିକି, ଭେଲୋସିଟି ସେମିତି, କେହି କହନ୍ତିନି, ବରଂ ବିରୋଧୀରେ କହନ୍ତି। ଶୁଣିଛି ବହୁତ ଷ୍ଟେଜ୍ କାର୍ଯ୍ୟକ୍ରମରେ ଶୁଣିଛି, ସମସାମୟିକ ସିଙ୍ଗରମାନଙ୍କ ଭିତରେ ଶୁଣିଛି, ମ୍ୟୁଜିକ୍ ଡିରେକ୍ଟରମାନଙ୍କ ପାଖରେ ଶୁଣିଛି, ଲିରିସିଷ୍ଟମାନଙ୍କ ପାଖରେ ଶୁଣିଛି। କିନ୍ତୁ ଏଇ ଭଲ ଶୁଣିବା ପାଇଁ ତାହେଲେ ଗୋଟେ କଳାକାରକୁ ମରିବାକୁ ପଡ଼ୁଛି। ମରିଗଲେ ଯାଇ ସମସ୍ତେ ଲେଖିବେ ଆହା କି ସିଙ୍ଗର ଚାଲିଗଲା ରେ, ଆହା କି ସିଙ୍ଗର ଆଜି କେତେ ମରିଗଲା ପରେ ଆପଣମାନେ କଥାଟି ବୁଝିପାରୁଥିବେ। ତେଣୁ ମରିଯିବା ପାଇଁ, ଭଲ ଶୁଣିବା ପାଇଁ ଗୋଟେ କଣ୍ଠଶିଳ୍ପୀ କି ଗୋଟେ କଳାକାରକୁ ଏଠି ମରିବାକୁ ପଡ଼ୁଛି। ଚାଲରେ ଆମେ କଳାକାର ଆଜି ମରିଯିବା ସମସ୍ତେ, କାଲିକି ସମସ୍ତେ ଲେଖିବେ ଭଲ କଣ୍ଠଶିଳ୍ପୀ, ଭଲ ଲୋକଟି ଥିଲା ଚାଲିଗଲା। ମୁଁ ଭାବୁଛି ଚାଲ ଆଜି ସମସ୍ତେ କଳାକାର ମାନେ ମରିଯିବା, ସାଧାରଣ ଲୋକ ଆମକୁ ଲେଖିବେ ବଢ଼ିଆ କଣ୍ଠଶିଳ୍ପୀ, ବଢ଼ିଆ ଲୋକଟି ଥିଲା, ବଢ଼ିଆ ଗାଉଥିଲା। ଏ କଥାର ଅର୍ଥ ଆପଣମାନେ ବୁଝିପାରୁଥିବେ। ତେଣୁ ଯେତିକି ଦିନ ବଞ୍ଚିଛେ, ଚାଲରେ ସମସ୍ତେ ହାତରେ ହାତ ମିଳେଇ ମିଛରେ ପଛ ହଉ ଅନ୍ୟକୁ ପ୍ରଶଂସା କରିବା, ଅନ୍ୟ ଭିତରେ ବଞ୍ଚିବା, ଅନ୍ୟକୁ ଦେଖିବା। ଏ ପଛରେ ଆଡ଼ୁ ସାଡ଼ୁ ଗପି ଆଉ ମରିଗଲା ପରେ ଦେଖେଇ ହେଇ ଏ କହିବାଟା ଏଇଟା ହେଉଛି ଭଲ କଥା ନୁହେଁ। ମୁଁ ଯଦି ଏ କଥାଟି କାହାକୁ ବାଧିଥିବ ମୋତେ କ୍ଷମା କରିବେ। ନମସ୍କାର।